ଷଷ୍ଠ ସ୍କନ୍ଧ ঊনবিଂଶ ଅଧ୍ୟାୟ ରାଜଉବାଚ। ଭୋମୁନି ହୁଅ ସାବଧାନ, ଯେ ବ୍ରତ ନାମ ପୁଂସବନମ। ତୁମ୍ଭେ ଯେ କହିଲ ବିଧାନ, ଏହା ଶୁଣି ତ ମୋର ମନ। ଏ ବ୍ରତ ପ୍ରସାଦରୁ କରି ପ୍ରସନ୍ନ ହୁଅନ୍ତି ମୁରାରି। ବାଦାରାୟଣୀରୁବାଚ। ପ୍ରଥମେ ମାର୍ଗଶିରେ ଯେଉଁ ଶୁକ୍ଳ ପ୍ରତିପଦାର ଠାଇଁ, ଏ ଭର୍ତ୍ତାର ଆଜ୍ଞା ପରମାଣେ ବ୍ରତ କରିବେ ସ୍ତ୍ରୀ ଗଣେ। ଯେ ବ୍ରତେ ହୋଇ ସର୍ବସିଦ୍ଧି ଆଦ୍ୟରେ ଯେ କରଇ ବିଧି, ବ୍ରାହ୍ମଣେ କରିବ ବରଣ ଶୁଣିବ ମରୁତଙ୍କ ଜନ୍ମ। ଶୁଚି ହୋଇଣ କରି ସ୍ନାନ ଶୁକ୍ଳ ବସନ ପରିଧାନ, ପୂର୍ବ ଦିଗକୁ ମୁଖ କରି ଚଞ୍ଚଳ ମନ ସ୍ଥିରେ ଧରି, ଲକ୍ଷ୍ମୀ ସହିତେ ଭଗବାନ ପୂଜିବ ହୋଇ ତୋଷ ମନ। ଭୋ ନିରାପକ୍ଷ ପୂର୍ଣ୍ଣ କାମ, ନମସ୍ତେ ପ୍ରଭୁ ଆତ୍ମା ରାମ। ନମୋ ମହାବିଭୂତେଶ୍ୱର ସକଳ ସିଦ୍ଧଙ୍କ ଠାକୁର। ଅନନ୍ତ ଗୁଣେ ଯୁକ୍ତ ତୁଇ, ନମସ୍ତେ ପ୍ରଭୁ ଭାବଗ୍ରାହୀ। ଭୋ ଦେବୀ ଗୋବିନ୍ଦ ଘରଣୀ, ଅଶେଷ ଗୁଣେ ସୁଲକ୍ଷଣୀ। ତୁ ଲୋକମାତ ଏ ସୃଷ୍ଟିରେ ପ୍ରସନ୍ନ ହୁଅ ତୁ ମୋହରେ। ନମଇ ତୋହର ଚରଣ ଜଗତ ଯାହାର ଭିଆଣ। ନମସ୍ତେ ପ୍ରଭୁ ଭାଗବତ ମହାପୁରୁଷ ଆଦିକୃତ। ମହାବିଭୂତି ପତି ତୁହି ମହାବିଭୂତି ଯୁକ୍ତ ହୋଇ, ଅଖିଳ ବ୍ରହ୍ମାଣ୍ଡ ଈଶ୍ୱର ଗ୍ରହଣ କର ଉପହାର। ହେମନ୍ତ କରି ଆରାଧନ ପୂଜିବ ଲକ୍ଷ୍ମୀ ଭଗବାନ। ପାଦାର୍ଘ୍ୟ ଅର୍ଘ୍ୟ ଆବାହନ ବିଧିରେ କରାଇଣ ସ୍ନାନ, ଦିବ୍ୟ ବସନ ସମର୍ପିବ ଶୁକ୍ଳ ଉତ୍ତରୀ ନିବେଦିବ। ନାନା ଭୂଷଣ ଗନ୍ଧ ଧୂପ ସ୍ପର୍ଶନ ଉପଚାର ଦୀପ, ଅପର ଯେତେ ଉପହାର ସ୍ଥାପିବ ବିଷ୍ଣୁର ଛାମୁର। ହବି ଆହୁତି ଯେ ଦ୍ୱାଦଶ ଆନନ୍ଦେ କରିବ ପ୍ରବେଶ, ନମୋ ଭଗବାନ ଈଶ୍ୱର ମହାପୁରୁଷ ବେଦବର। ମହାବିଭୂତି ପତି ତୁହି ସ୍ୱାହା ବୋଲି ଅର୍ପିବ ତୋହି। ହେ ଶ୍ରିୟା ବରଦା ଅଚ୍ୟୁତ ବରଦ ସର୍ବଦା ଭକତ, ଭକ୍ତିରେ ନିତ୍ୟ ଯେ ପୂଜିବ ସର୍ବ ସମ୍ପଦ ଯେ ଇଚ୍ଛିବ। ଭାବରେ ହୋଇ ମତି ଯୁକ୍ତ ଭୂମିରେ କରି ଦଣ୍ଡବତ, ହେମନ୍ତ ଜପି 10 ବାର ସ୍ତୋତ୍ର କରିବ ଉଚ୍ଚାର। ତୁମ୍ଭେ ଯେ ଦୁଇ ଜଗତର ବ୍ୟାପକ ଅଟଟି ଈଶ୍ୱର, ସଂସାରେ ପରମ କାରଣ ତୁମ୍ଭେ ଯେ ପ୍ରଭୁ ନାରାୟଣ। ଏ ଯେ ସୂକ୍ଷ୍ମ ମାୟା ପ୍ରକୃତି ଦୂରତା ଅଟଇ ଶକତି, ଏହାର ତୁମ୍ଭେ ଅଧୀଶ୍ୱର ସାକ୍ଷାତ ତୁ ପୁରୁଷ ବର। ତୁମ୍ଭେ ସକଳ ଯଜ୍ଞମୟ ପତ୍ନୀ ରୂପରେ ଲକ୍ଷ୍ମୀ ହୁଅ, ଅଶେଷ କ୍ରୀଡ଼ାର ଈଶ୍ୱର ଫଳ ବୁଝନ୍ତା ଯଜ୍ଞେଶ୍ୱର। ଗୁଣୀ ବ୍ୟକ୍ତିର ଏ କାରଣ, ଏହାର ଭୋକ୍ତା ଭଗବାନ। ସର୍ବ ଶରୀରେ ଆତ୍ମା ତୁହି ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ, ନାନା ରୂପଣେ ଉତପତି ସର୍ବ ଶରୀରେ ତୁମ୍ଭେ ସ୍ଥିତି। ଯେମତେ ତୁମ୍ଭେ ବ୍ରହ୍ମାଣ୍ଡର ବର ଦିଅନ୍ତା ହେ ଈଶ୍ୱର, ହେମନ୍ତ ହୋଇ ଚକ୍ରଧର ସର୍ବ ମଙ୍ଗଳ ହେଉ ମୋର। ଲକ୍ଷ୍ମୀ ନିବାସ ସେ ପୁରୁଷ, ଏହି ପ୍ରକାରେ କରି ତୋଷ। ପୂଜିବ ଲକ୍ଷ୍ମୀ ନାରାୟଣ, ହେ ପ୍ରଭୁ ବ୍ରହ୍ମାଣ୍ଡ କାରଣ। ଯେତେ ଉପଚାର ଲେଛିବ ପୁଣି ଆଚମନ କରିବ, ଏଥି ଉତାରୁ ପୁନର୍ବାର ଅର୍ଚ୍ଚନା କରିବ ଈଶ୍ୱର। ଯଜ୍ଞ ଉଚ୍ଛିଷ୍ଟ ଯେବା ଥିବ, ମନ ସନ୍ତୋଷେ ତା ଭକ୍ଷିବ। ପୁଣି କରିବ ସ୍ତୋତ୍ର ସ୍ତୁତି, ଚିତ୍ତରେ ହୋଇ ଭାବ ଭକ୍ତି। ସ୍ୱାମୀକୁ ଭକ୍ତିରେ ଭଜିବ, ଈଶ୍ୱର ଭାବିଣ ଚିନ୍ତିବ। ନାନା ପ୍ରୀତିରେ ବାକ୍ୟ ଭରି, ସ୍ୱାମୀ ତୋଷିବ ନିଜ ନାରୀ। ପତ୍ନୀ ସହିତେ ହୋଇ କରି ସର୍ବ କର୍ମ ସ୍ୱାମୀ ଆଚରି, ଏ ବିଷ୍ଣୁ ବ୍ରତକୁ ଧରିବ କେବେ ଭଗ୍ନ ନ କରିବ। ଗନ୍ଧ ମାଲ୍ୟ ମଣିଭୂଷଣେ ବ୍ରତେ ତୋଷିବ ବିପ୍ରଗଣେ, ଭକ୍ତି ଭାବରେ କରି ମୌନ ନିୟମେ ଥାଇ ବ୍ରତୀ ଜନ। ପରମ ଈଶ୍ୱରେ ନମିବ ସ୍ୱସ୍ଥାନେ ନେଇ ନିବେଶିବ, ଭକ୍ତି ଭାବରେ ବେନି ଜନ ନିର୍ମାଲ୍ୟ କରିବ ଭୋଜନ। ସର୍ବ କାମନା ପୂର୍ଣ୍ଣ ପାଇଁ କରିବ ଭକ୍ତି ଯୁକ୍ତ ହୋଇ, 12 ମାସ ଏ ବିଧିରେ ମଳ ମାସ ମଧ୍ୟବନ୍ତରେ। ତାହାର ଯେଉଁ ପରଦିନ ବିଧିରେ କରି ଆଚମନ, ପୂର୍ବର ପ୍ରାୟ କରି ପୁଣି ବିଷ୍ଣୁ ଅର୍ଚିବ ତହୁଁ ଆଣି। ଚରୁ ଘୃତ ସହସ୍ରଧୀରେ ହୋମ କରିବ ଏ ବିଧିରେ, ଯଜ୍ଞ ବିଧାନେ ପାକ ଶେଷ ଆହୁତି ଦେବ ଯେ 12। ଆଶିଷ ଘେନିବ ମସ୍ତକେ ବ୍ରାହ୍ମଣ କଲ୍ୟାଣ ବିଧିକେ, ଯଜ୍ଞରେ କରିଣ ନମସ୍କାର ଆଜ୍ଞାକୁ ଘେନି ବିପ୍ରଙ୍କର। ଆଚାର୍ଯ୍ୟ କରିଣ ଅଗ୍ରତେ ଶୁଚି ହୋଇ ବନ୍ଧୁ ସହିତେ, ପତ୍ନୀକୁ ଚରୁ ଦେବ ନେଇ ସୁପୁତ୍ର ସୌଭାଗ୍ୟରେ ପାଇ।
এ বিষ্ণু ব্রত যে করই বাঞ্ছিত ফল সেল হই যে স্ত্রী ব্রত আচরি সৌভাগ্যে ভর্তা কুলেশ্বরী উত্তম পুত্র স্বামী যশ এ সর্বলোভ ক্লেশ সমস্ত লক্ষণ যাহার কন্যা লোভই স্বামী তার বিধবা অনপত্য যেই সে নারী নিষ্পাপী হুই দুর্ভাগা সুভাগা হুই কুরূপী সুরূপী লোভই মৃত বস্তিকা যেবা নারী যে অবিধবা ধনেশ্বরী সর্বরোগরু মুক্ত হই নির্মল হই তার দেহি সকল কর্মর অন্তরে যেহা পড়ে মন স্থিরে পিতৃদেবতা তোষ হই বাঞ্ছিত ফল তারে দেই হোমর পূর্ণ যজ্ঞ সার হবি ভুঞ্জନ୍ତି চক্রধর মরুত জন্মর বিধানে শুনি শ্রদ্ধা কল মনে দ্বিতীয় ব্রত আদি করি তু আগে কহিলু বিস্তারি বল ই বিপ্র জগন্নাথ পবন জন্মর চরিত ইতি শ্রীমদ্ভাগবতে মহাপুরাণে পারমহংস্যাं सहितं वैयासिक्यां षष्ठस्कन्धे विष्णुव्रते नाम ऊनविंशोऽध्यायः। मौलानन्दे एकवार हरि हरि बोल।